स्टूडेंट्स गुड मॉर्निंग टू ऑल। आज आम क्लास 6 रो साहित्य विषय रो प्रथम विषय रो क्वेश्चन आंसर डिस्कस करिबा जहार नाम होची एक सुंदर कविता जन्मभूमि। ओके तार क्वेश्चन आंसर आज आम डिस्कस करिबा। तो टाइम वेस्ट न करी चला जिबा आराम से क्वेश्चन आंसर डिस्कस करिबा। ओके एक नंबर कहूची निम्नलिखित ठीक प्रश्न गुड़िकर ठीक उत्तर पाखरे तारा चिन्ह दियो। ओके स्टार्ट चिन्ह एक नंबर कहूची मुंड शब्द पाई कवितारे केउ शब्द व्यवहार करा जायछि। तो मुंड शब्द पाई केउ शब्द व्यवहार करा जायछि ना मस्तिष्क। ओके एउटे स्टार चिन्ह दब कारण मुंडर होची मुंडर माने भी माने मस्तिष्क माने भी कौन मस्तक सॉरी मस्तक माने भी मुंड। ओके 2 नंबर होची जन्मभूमि कवितार मुख्यतः कौन डिस्कस करा जायछि हिमालय पर्वत हिमालयर वर्णना करा जायछि ना वीररमणी कथा कहा जायछि ना भारत मातार जसगान कथा कहा जायछि ना महासागर विषय धारण करा जायछि कोटा कहा जायछि ना भारत मातार जसगान करा जायछि। आंसर हबो ए गोटे। तो एठी स्टार चिन्ह तो मु एठी क्वेश्चन आंसर करूछि तुमे तुम बुक रे करिवो आ जोटा मु आंसर सब लिखिछि सेगुरा समूह तुमे खाता रे करिवो। ओके तो चलो जिबा तापर क्वेश्चन को कोन देइछि देखिबा मिलीमिशी जोड़िबा चलो ହେଲା କବିତାରେ କେତେକ ଶବ୍ଦ ଓ ତାର ଭାବାର୍ଥ ନିମ୍ନ ଦିଆ ଯାଇଛି ଦଳରେ ଆଲୋଚନା କରି ପ୍ରତ୍ୟେକ ଶବ୍ଦ ସହ ଖାପ ଖାଉଥିବା ଭାବାର୍ଥକୁ ଟାଣି ଯୋଡ଼ିବା। ଓକେ ତୁମେ ଅଭିଯାନ ଇଣ୍ଟରନେଟ ବା ନିଜ ଶିକ୍ଷକଙ୍କ ସହାୟତାରେ ନେଇପାରିବ। ଆକ୍ଚୁଆଲି ଏପଟେ ଶବ୍ଦ ଦେଇଛି ତାର ଭାବାର୍ଥ କିଛି ଦେଇଛି ତା ସହିତ ଲିଙ୍କ ଥିବା କିଛି ଲାଇନ ସବୁ ଦେଇଛି ଆମେ ତାକୁ ଯୋଡ଼ିବା ଚାଲ। ହିମାଳୟ ହିମାଳୟକୁ କୋଉ ଲାଇନ ସହିତ ଯୋଡ଼ିଲେ ଠିକ ହବ ନା ଭାରତର ଉତ୍ତର ସୀମାରେ ବ୍ୟାପି ରହିଥିବା ପର୍ବତମାଳା। ଓକେ 2 ବ୍ରହ୍ମପୁତ୍ରକୁ କାହା ସହିତ ଯୋଡ଼ିବା ନା ବ୍ରହ୍ମପୁତ୍ର ହେଉଛି ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହି ଯାଉଥିବା ନଦୀ ଯାହାକି ଶେଷରେ ବଙ୍ଗୋପସାଗରରେ ଯାଇକି ମିଶିଛି। ଦ୍ରୋଣ କିଏ ନା କୌରବ ପାଣ୍ଡବଙ୍କ ଗୁରୁ। ସୀତା କିଏ ନା ଜନକ ରାଜାଙ୍କ ଦୁହିତା ମାନେ ଝିଅ ଶ୍ରୀରାମଚନ୍ଦ୍ରଙ୍କର ଧର୍ମ ପତ୍ନୀ ମାନେ ସ୍ତ୍ରୀ। ଗଙ୍ଗା ଭାରତର ଦୀର୍ଘତମ ପବିତ୍ର ନଦୀ। ଚୈତନ୍ୟ କିଏ ନା ଟିକେ ରୁହ ଏଟା ଟିକେ ମାନେ ଲିଭେଇ ଦିଏ ତାପରେ ତୁମକୁ ଆଉଥରେ ବାକି ଜଏନ୍ କରିବି। ଚୈତନ୍ୟ କିଏ ନା ଗୌଡୀୟ ବଂଶର ମତବାଦର ପ୍ରଚାରକ ଓ ପ୍ରସାରକ। ପଦ୍ମିନୀ କିଏ ନା ପଦ୍ମିନୀ ହେଉଛନ୍ତି ମେୱାରର ରାଣୀ ଓ ବୀରରମଣୀ। ଅର୍ଜୁନ ହେଉଛନ୍ତି ତୃତୀୟ ପାଣ୍ଡବ। ପଞ୍ଚୁ ପାଣ୍ଡବ ମାନେ 5ଟି ପାଣ୍ଡବ ଭିତରୁ ଅର୍ଜୁନ ହେଉଛନ୍ତି ତୃତୀୟ ପାଣ୍ଡବ। ଭୀଷ୍ମ ସେମିତି କିଏ ହେଇଥିବେ କହିଲ ଦେଖିବା ମତେ କହିପାରିବ? ଠିକ ଅଛି ମୁଁ ଯୋଡ଼ି ଦଉଛି। ଭୀଷ୍ମ ହେଉଛନ୍ତି ଗଙ୍ଗାଙ୍କର ପୁତ୍ର କୌରବ ଓ ପାଣ୍ଡବ ମାନଙ୍କର ପିତାମହ। ବାଲ୍ମୀକି କିଏ ନା ସଂସ୍କୃତ ରାମାୟଣର ରଚୟିତା। ଓକେ ତୁମର ଏଇଟା ସରିଲା ତାପରେ ନେକ୍ସଟ କୁ ଚାଲ ଯିବା ଦେଖିବା ପଢିବା। ପଦ୍ୟାଂଶକୁ ଆଲୋଚନା କରିବା। ନିମ୍ନଲିଖିତ ପଦ୍ୟାଂଶକୁ ମନ ଦେଇ ପଢ ଓ ଏହାର ଭାବାର୍ଥକୁ ସାଙ୍ଗମାନଙ୍କ ସହ ଆଲୋଚନା କର। କବିତାର ସାରାଂଶକୁ ଲେଖିବ। ତୁହି ମା ଜନ୍ମଭୂମି ପବିତ୍ର ଭାରତ ଭୂମି ତୋହରି ସନ୍ତାନ ଆମେ ଅଟୁ ସରବେ ତୋର ଶ୍ରୀ ଚରଣ ସେବା ପାଇ ମନ ପ୍ରାଣ ଦେବା ଗାଇବା ତୋହର ନାମ ଆନନ୍ଦ ରବେ ତୋ ଆନନ୍ଦ ହୋଇବେ ସୁଖୀ କାନ୍ଦିବା ଦୁଃଖରେ ତୋର ହୋଇନ ଦୁଃଖୀ। ଏହାର ଭାବାର୍ଥ କଣ ମାନେ ଏହି କବିତାଂଶର ଅର୍ଥ କଣ ମୁଁ ତମକୁ ଦେଖୁଛି। ତାପରେ ନା ଏହି କବିତାର ମାନେ ହଉଛି ହେ ମୋର ମାତୃଭୂମି ତୁମେ ହେଉଛ ମୋର ପବିତ୍ର ଭାରତ ଭୂମି ଆମେ ମାନେ ସମସ୍ତେ ତୁମରି ସନ୍ତାନ ଅଟୁ ତୁମରି ସେବା ପାଇଁ ଆମେ ମାନେ ଆମର ମନ ପ୍ରାଣ ଦେବା ପାଇଁ ପ୍ରସ୍ତୁତ ଅଛୁ। ଆମେ ମାନେ ଆନନ୍ଦରେ ତୋରି ନାମକୁ ଗାଉଥିବୁ ସବୁବେଳେ ତୋରି ଆନନ୍ଦରେ ଆମେ ଆନନ୍ଦିତ ହେବୁ ତୋରି ଦୁଃଖରେ ଆମେ ମାନେ ଦୁଃଖିତ ହବୁ। ଏଇ ପଦ୍ୟାଂଶର ଅର୍ଥ ହଉଛି ଏୟା। ଓକେ ନେକ୍ସଟ ତାପରେ ପଢିବା
ନେକ୍ସଟ ହଉଛି କଣ କହୁଛି ନା ସିଏ ଜନ୍ମଭୂମି କବିତାରୁ ପଢି ପ୍ରଶ୍ନ ଗୁଡିକର ଉତ୍ତର ଦିଅ। କବିତାରେ ବୀରରମଣୀ ବର୍ଣ୍ଣିତ ବୀରରମଣୀ ମାନଙ୍କର ନାମ ଲେଖ। କବିତାରେ ବୀରରମଣୀ ମାନେ କାହାକୁ କୁହାଯାଇଛି ତାଙ୍କର ନାମ ସବୁ ଆମେ ଦେଖିବା। ନା କବିତାରେ ବର୍ଣ୍ଣିତ ବୀରରମଣୀ ମାନଙ୍କର ନାମ ହେଉଛି ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ଇତ୍ୟାଦି ମାନଙ୍କୁ ବୀରରମଣୀ କୁହାଯାଇଛି। ତାପରେ କ୍ୱେଶ୍ଚିନ୍ କୁ ଯିବା। କହୁଛି ଭାରତର କଟିରେ କେଉଁ କେଉଁ ପର୍ବତମାଳା ଶୋଭା ପାଉଛି? ଭାରତର କଟିରେ ବିନ୍ଧ୍ୟ ପର୍ବତମାଳା ଶୋଭା ପାଉଛି। ନା ତା କଟିରେ କୋଉ ପର୍ବତମାଳା ଶୋଭା ପାଉଛି? ନା ବିନ୍ଧ୍ୟ ପର୍ବତମାଳା ଶୋଭା ପାଉଛି। ତାପରେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। କାଳିଦାସ କିଏ? ତାଙ୍କର ରଚିତ ଗୋଟିଏ କାବ୍ୟର ନାମ ଲେଖ। କାଳିଦାସ କିଏ? ତାଙ୍କର ରଚିତ ଗୋଟିଏ କାବ୍ୟର ନାମ ଆମେ ଲେଖିବା। ନା କାଳିଦାସ ହେଉଛନ୍ତି ଜଣେ ମହାନ ସଂସ୍କୃତ କବି। କାଳିଦାସ କିଏ? ନା ଜଣେ ମହାନ ସଂସ୍କୃତ କବି ଏବଂ ନାଟ୍ୟକାର ଥିଲେ। ତାଙ୍କ ରଚିତ ଗୋଟିଏ ନାଁ ହେଉଛି ନାଟକ ନାଁ ହେଉଛି ନା ଅଭିଜ୍ଞାନ ଶକୁନ୍ତଳମ୍ ଆଉ ମେଘଦୂତମ୍ ହେଲା। ଏଇ ଯୋଉ ନାଟକକୁ ସିଏ ସବୁ ରଚିତ କରିଥିଲେ। ତାପରେ କ୍ୱେଶ୍ଚିନ୍ କୁ ଯିବା। ଆମ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ଥିବା ଜଳଧିର ନାମ ଲେଖ। ଦୁଇ ପାର୍ଶ୍ୱରେ କୋଉ କୋଉ ଜଳଧି ସବୁ ଅଛି? କିଛି ମନେ ପଡୁଛି? କିଏ କହିପାରିବ? ଯଦି କହିବ ଦେନ୍ କମେଣ୍ଟ ବକ୍ସରେ ଜଣାଅ ମତେ ଦେଖିବା। ନା ଭାରତର ଦୁଇ ପାର୍ଶ୍ୱରେ ଥିବା ଜଳଧି ହେଉଛନ୍ତି ପଶ୍ଚିମ ପାର୍ଶ୍ୱରେ ଅଛି ଆରବ ସାଗର ଗୋଟେ ଜଳଧି ଆଉ ପୂର୍ବ ପାର୍ଶ୍ୱରେ ଅଛି ବଙ୍ଗୋପସାଗର। ଓକେ। ନେକ୍ସଟ କ୍ୱେଶ୍ଚିନ୍ ହେଉଛି ଭାରତର ଶରୀରରେ କେଉଁ ସବୁ ନଦୀ ଶୋଭା ପାଉଛି? ନା ଭାରତର ଶରୀରରେ ଶୋଭା ପାଉଥିବା ନଦୀ ଗୁଡ଼ିକ ନାମ ହେଉଛି ଗଙ୍ଗା, ବ୍ରହ୍ମପୁତ୍ର ଆଉ ସିନ୍ଧୁ ନଦୀ। ଏହି ତିନୋଟି ଯୋଉ ନଦୀ କୁହାଯାଇଛି। ନେକ୍ସଟ ତାପରେ କ୍ୱେଶ୍ଚିନ୍ କୁ ଯିବା। ଚୈତନ୍ୟ ଆଦି ମହାତ୍ମା ଜନେ ପଚାରିଲେ ବିଭୁ ନାମ ଆନନ୍ଦ ମନେ। ଏଠି କଣ ହେଇଛି ନା ମହାତ୍ମାର ଅର୍ଥ ହେଉଛି ମହାପୁରୁଷ, ବଡ ଲୋକ, ମହାମାନବ ଆଉ ମହାନ ବ୍ୟକ୍ତିକୁ କଣ କୁହାଯାଉଛି? ମହାତ୍ମା। ଆଉ ବିଭୁର ଅର୍ଥ ହେଉଛି ଈଶ୍ୱର, ପ୍ରଭୁ, ଠାକୁର ଆଉ ଦେବତା ହେଲା। ଉପର ଲିଖିତ ପଦ୍ୟାଂଶକୁ ପଢି ଉତ୍ତର ଲେଖ। ଚୈତନ୍ୟ କିଏ? ନା ଚୈତନ୍ୟ ମହାପ୍ରଭୁ ଜଣେ ମହାନ ବୈଷ୍ଣବ ସନ୍ଥ ଓ ଶ୍ରୀକୃଷ୍ଣଙ୍କ ଭକ୍ତ ଥିଲେ। ସେ ଭକ୍ତି ଓ ହରିନାମ ସଂକୀର୍ତ୍ତନରେ ପ୍ରଚାରକ କରିଥିଲେ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ସେ କଣ କରିଥିଲେ? ଦେଖିବା ସେ କଣ କରିଥିଲେ। ଚାଲ ଲେଖିବା। ନା ଚୈତନ୍ୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଭକ୍ତି ଓ ହରିନାମ ସଂକୀର୍ତ୍ତନରେ ପ୍ରଚାରକ କରିଥିଲେ ଏବଂ ଲୋକମାନଙ୍କୁ ଭଗବାନଙ୍କ ଭକ୍ତିର ପଥ ଦେଖାଇଥିଲେ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ତାଙ୍କୁ ମହାତ୍ମା ବୋଲି କାହିଁକି କୁହାଯାଉଥିଲା? କାହାକୁ? ନା ଚୈତନ୍ୟକୁ କାହିଁକି ମହାତ୍ମା ବୋଲି କୁହାଯାଉଥିଲା? ନା ଚୈତନ୍ୟକୁ ମହାପ୍ରଭୁ ଭକ୍ତି, ପ୍ରେମ, ଶାନ୍ତି ଓ ମାନବତାର ବାର୍ତ୍ତା ପ୍ରଚାର କରିଥିଲେ। ଚୈତନ୍ୟ କଣ କରିଥିଲେ? ନା ଭକ୍ତି, ପ୍ରେମ, ଶାନ୍ତି ଆଉ ମାନବତାର ବାର୍ତ୍ତାକୁ ପ୍ରଚାର କରିଥିଲେ। ସେଥିପାଇଁ ତାଙ୍କର ମହାନ କାର୍ଯ୍ୟ ଓ ଆଦର୍ଶ ପାଇଁ ତାଙ୍କୁ ମହାତ୍ମା ଗାଇବା ବା ମହାତ୍ମା ତାଙ୍କୁ କହିବା। ନେକ୍ସଟ ତାପରେ କ୍ୱେଶ୍ଚିନ୍ କୁ ଯିବା। କହୁଛି କି କବିତାର ରଚନା ଶୈଳୀ ବିନ୍ଧ୍ୟ ଗିରିବର କଟିରେ ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ। ଉକ୍ତ ପଦ୍ୟାଂଶାବଳୀ ତୁମକୁ ଭଲ ଲାଗୁଥିବା ଆଉ କିଛି ପଦ୍ୟାଂଶ କବିତାରୁ ବାଛି ଲେଖିବା। ଚାଲ କବିତାକୁ ଟିକେ ଦେଖିଦବା। ତା ଭିତରୁ ମୁଁ କହିବି ମତେ କୋଉଟା ଭଲ ଲାଗେ, କୋଉ ପଦ୍ୟାଂଶଟି ଭଲ ଲାଗିଲା। ତୁମେ ତୁମ ଅନୁସାରେ ଚୁଜ୍ କରିପାରିବ କୋଉଟା ତୁମ ମାନଙ୍କୁ ଭଲ ଲାଗିଲା। ମତେ ଭଲ ଲାଗିଲା କି ଜନମିଲେ ତୋ କୋଳରେ କେତେ ସୁରବୀର ନର, ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ, ମହାକବି ବେଦବ୍ୟାସ, ବାଲ୍ମୀକି, କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ନେକ୍ସଟ କହୁଛି କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡିବା। ଓକେ, ଏଇ ଯୋଉ କ ସ୍ତମ୍ଭ ଆଉ ଖ ସ୍ତମ୍ଭ ଅଛି ତା ସହିତ ଯୋଡିବା। କାହାର ଅର୍ଥ କେଉଁଟା ତାହା ସହିତ ତାକୁ ଯୋଡିବା।
ଜନମିଲି ତୋ କୋଳରେ କେତେ ସୁରବୀର ନର। ଏହାର ଅର୍ଥ ହେଉଛି ଭାରତ କୋଳରେ ଅନେକ ସୁରବୀର ଓ ମହାମାନବ ଜନ୍ମ ନେଇଛନ୍ତି। ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ଏହାର ଅର୍ଥ ହେଉଛି ଆମେ ଜନ୍ମଭୂମିର ଉନ୍ନତି ବା ପ୍ରଗତିରେ ସୁଖ ଅନୁଭବ କରିବା ଆଉ ଅବନୀତିରେ ଦୁଃଖ ଅନୁଭବ କରିବା। ସମସ୍ତେ ତୋର ଦୁହିତା, ପଦ୍ମିନୀ, ସାବିତ୍ରୀ, ସୀତା। ଏହାର ମାନେ ହେଉଛି ପଦ୍ମିନୀ, ସାବିତ୍ରୀ, ସୀତା ପ୍ରଭୃତି ସମସ୍ତେ ବୀର ରମଣୀ ଭାରତ ମାତାର ଦୁହିତା ଅଟନ୍ତି। ତାପରେ ନେକ୍ସଟ ଯିବା ତାପରେ କ୍ୱେଶ୍ଚିନ୍ ଆନ୍ସର କୁ। କହୁଛି କି ମହାକବି ବେଦବ୍ୟାସ, ବାଲ୍ମୀକି, କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ଆଇରେ କହୁଛି କେଉଁମାନଙ୍କୁ ମହାକବିର ଆଖ୍ୟା ଦିଆଯାଇଛି। ଓକେ, କେଉଁମାନଙ୍କୁ ଦିଆଯାଇଛି ନା ଆମେ ଏଇଠି ଟିକେ ଦେଖିଦବା ନା ବେଦବ୍ୟାସ, ବାଲ୍ମୀକି ଆଉ କାଳିଦାସଙ୍କୁ ମହାକବିର ଆଖ୍ୟା ଦିଆଯାଇଛି। ତାପରେ ସେମାନଙ୍କର ଲିଖିତ ଗ୍ରନ୍ଥର ନାମ ଲେଖ। ମାନେ ଏହି 3 ଜଣଙ୍କର ମହାକବି ଯୋଉ ଅଛନ୍ତି ତାଙ୍କର ସବୁ ଗୋଟିଏ ଗୋଟିଏ କଣ କରିବା ଗ୍ରନ୍ଥର ନାମ ଆମେ ଲେଖିବା। ମୁଁ ଜଷ୍ଟ କହୁଛି ବେଦବ୍ୟାସ ଯେ କଣ ଲେଖିଥିଲେ। ବେଦବ୍ୟାସ ଲେଖିଥିଲେ ମହାଭାରତ। ଓକେ, ତାପରେ ବାଲ୍ମୀକି କଣ ଲେଖିଥିଲେ ନା କଣ ଲେଖିଥିଲେ ରାମାୟଣ। ଓକେ, ତାପରେ କାଳିଦାସ କଣ ଲେଖିଥିଲେ ମେଘଦୂତମ୍। ଏ ସବୁ ତାଙ୍କର ସବୁ ଗୋଟେ ଗୋଟେ ଦୂତମ୍, ତାଙ୍କର ସବୁ ଗୋଟେ ଗୋଟେ ଗ୍ରନ୍ଥର ନାମ। ନେକ୍ସଟ ତାପରେ କ୍ୱେଶ୍ଚିନ୍ କୁ ଯିବା। କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, କେତେ ବୀରନାରୀ, କେତେ ବୀରଜନନୀ। ଏହି କବିତାଂଶରେ ବୀରନାରୀ ବୋଲି କାହାକୁ ଏବଂ କାହିଁକି କୁହାଯାଇଛି। ନା ଏହାର ଆନ୍ସର ହଉଛି ସାବିତ୍ରୀ, ପଦ୍ମିନୀ, ଦୁର୍ଗାବତୀଙ୍କୁ ବୀରନାରୀ ବୋଲି କୁହାଯାଇଛି। କାରଣ ସେମାନେ ସାହସ, ତ୍ୟାଗ, ଧୈର୍ଯ୍ୟ ଓ ଆଦର୍ଶ ଚରିତ୍ରର ପରିଚୟ ଦେଇଛନ୍ତି। ସେମାନେ କଣ ସବୁ ପରିଚୟ ଦେଇଛନ୍ତି ନା ସାହସ, ତ୍ୟାଗ, ଧୈର୍ଯ୍ୟ ଓ ଆଦର୍ଶର ପରିଚୟ ଦେଇଛନ୍ତି। ସେମାନଙ୍କର ମହାନ କାର୍ଯ୍ୟ ଓ ବୀରତା ପାଇଁ ସେମାନଙ୍କୁ ବୀରନାରୀ ବୋଲି କୁହାଯାଇଛି। ଅତୀତରେ ସେମାନେ ଯୋଉ ବୀର କାର୍ଯ୍ୟ ସବୁ କରି ଯାଇଛନ୍ତି ତେଣୁ ସେମାନଙ୍କୁ କଣ କୁହାଯାଉଛି ବୀରନାରୀ ବୋଲି କୁହାଯାଉଛି। ଚାଲ ତାପରେ କ୍ୱେଶ୍ଚିନ୍ କରିବା। କହୁଛି କି ଯେପରି ଚରଣର ଅର୍ଥ ହଉଛି ପଦ, ପାଦ, ପୟ, ଏ 3ଟି ଶବ୍ଦର ଅର୍ଥ ବି ମଧ୍ୟ ହଉଛି ଚରଣ। ସେପରି ନଦୀର ବାହାର କରିବା କାହାର ଅର୍ଥ ଏକା ଅର୍ଥ ସବୁ ବାହାରୁଛି। ଭୂମି, ଜନନୀ ଆଉ ଦୁହିତା ଏମାନଙ୍କର ସବୁ ଏକା ଅର୍ଥ କହିଲେ ପ୍ରତି ଶବ୍ଦ ଚାଲ ସବୁ ବାହାର କରିବା। ନା ନଦୀର ସେମିତି ପ୍ରତିଶବ୍ଦ ହଉଛି କଣ ନା ସରିତା, ତଟିନୀ, ତରଙ୍ଗିଣୀ। ଏସବୁର ଅର୍ଥ ହଉଛି ମଧ୍ୟ ନଦୀ। ଧରିତ୍ରୀ, ମାଟି, ବସୁନ୍ଧରା ଏସବୁର ଅର୍ଥ ମଧ୍ୟ ହଉଛି ଭୂମି। ମାତା, ମା, ଗର୍ଭଧାରିଣୀ ଏସବୁର ଅର୍ଥ ହଉଛି ମଧ୍ୟ ଜନନୀ। କନ୍ୟା, ଝିଅ, ତନୟା ମାନେ ବି ଦୁହିତା ହେଲା। ଓକେ, ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। କହୁଛି କି କବିତାରେ ବ୍ୟବହୃତ ଗିରିବର ଶବ୍ଦରେ ବର ଅର୍ଥ ଶ୍ରେଷ୍ଠ। ଏହି ଅର୍ଥକୁ ଦୃଷ୍ଟିରେ ରଖି ଶବ୍ଦ ଶେଷରେ ବର ଲଗାଇ ନୂତନ ଶବ୍ଦ ଗଠନ କରିବା। ମୁଁ ଏଠି ଡାକୁଛି ତୁମେ ମାନେ ଲେଖିଦିଅ। ନା କଣ କଣ ହବ ମୁଁ ସବୁ ଲେଖି ଦଉଛି ଏଠି। କବିବର ହେଲା, କବିବର, ତାପରେ ନଟବର, ତାପରେ ଲେଖ ବୀରବର। ଆଉ କଣ ସେମିତି ହବ ନା ଟିକେ ରୁହ, ନଟବର, ସୁରବର, ଆଉ କଣ ହବ ନା ଗୁରୁବର,
ଇତ୍ୟାଦି ସବୁ ବର ଲଗାଇ ଶବ୍ଦ ଆମେ ଗଢି ପାରିବା। ନେକ୍ସଟ କ୍ୱେଶ୍ଚିନ୍ କୁ ଚାଲ ଯିବା। କହୁଛି କିଛି ଭିନ୍ନ ଭିନ୍ନ କିଛି ସମାନ। ନିମ୍ନଲିଖିତ ପଦକୁ ଧ୍ୟାନର ସହ ପଢ। ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଯେତେ ଚାହିଁଥିଲେ ମିଳିବ ମାନବ ଗଣ। ଗଣ ଗୁଣ ଶବ୍ଦରେ କେବଳ ଗୋଟିଏ ମାତ୍ରାର ଭିନ୍ନ ଅଛି। କଣ ନା ଗରେ କିଛି ଏଠି ପ୍ରଥମ ଗଣରେ କିଛି ଦିଆଯାଇଛି ନାହିଁ, ଗୁଣରେ ହର୍ଷକାର ଦିଆଯାଇଛି। ଫଳରେ ଏମାନଙ୍କ ଅର୍ଥ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ଗଣ ମାନେ କଣ ନା ଲୋକ, ଗୁଣ ମାନେ ହଉଛି ଗୋଟେ ଗୁଣକୁ ପର୍ଟିକୁଲାର ଗୋଟେ ଗୁଣକୁ ବୁଝାଏ। ତ ଏହିପରି ଆମେ ସବୁ ଅଲଗା ଶବ୍ଦ ବାଛିକି ଚାଲ ଲେଖିବା। କଣ ସବୁ ନା ଦିନ, ସେମିତି କଣ ସବୁ ହବ ନା ଦିନ ଦିନ। ଏ ଦିନର ଅର୍ଥ ହଉଛି ଦିବସ ହେଲା। ଏ ଦିନର ଅର୍ଥ ହଉଛି ଗରିବ। ପ୍ରସାଦ ପ୍ରାସାଦ, ପ୍ରସାଦ ମାନେ ଭୋଗ, ପ୍ରାସାଦ ମାନେ ମହଲ। ସେମିତି ଆଉ କଣ ହେଇପାରିବ ନା କୂଳ, କୂଳ ମାନେ ହଉଛି ବଂଶକୁ ବୁଝାଏ, ଆଉ କୂଳ ମାନେ ନଦୀ କୂଳକୁ ବୁଝାଏ। ବଳ ମାନେ ଶକ୍ତି, ବାଳ ମାନେ ଛୋଟ ଶିଶୁମାନଙ୍କୁ କୁହାଯାଏ। ଏପରି ଯଦି ଆଉ କିଛି ହେଇପାରିବ ତୁମେ ମାନେ କମେଣ୍ଟ ବକ୍ସରେ ମଧ୍ୟ ମତେ ଜଣେଇ ପାରିବ। ତୁମର ଏଇଠି ଜନ୍ମଭୂମି କବିତାର କ୍ୱେଶ୍ଚିନ୍ ଆନ୍ସର ଶେଷ ହେଲା। ଯଦି କିଛି ଡାଉଟ୍ ରହିଲା ତୁମେ ମତେ କମେଣ୍ଟ ବକ୍ସରେ ପଚାରିବ। ଓକେ, ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ କରିବ। ଦେନ୍ ବାଏ ବାଏ ଷ୍ଟୁଡେଣ୍ଟସ୍।